ଆପଣଙ୍କୁ ନିଜର ଆୟୁଷ୍ମାନ କାର୍ଡଟି ମିଳି ସାରିଲା ଏବଂ ଏହା ସହିତ ଯଦି ଦୁର୍ଭାଗ୍ୟବଶତଃ ଆପଣଙ୍କର କୌଣସି ଫ୍ୟାମିଲି ମେମ୍ବରକୁ କିମ୍ବା ଆପଣଙ୍କୁ ଯଦି ମେଡିକାଲ ଭିଜିଟ୍ କରିବାକୁ ପଡ଼ିବ କୌଣସି ଏମର୍ଜେନ୍ସି ପାଇଁ, ତାହେଲେ ଆପଣ କ'ଣ କରନ୍ତି ନା ସଡନଲି କୌଣସି ବି ମେଡିକାଲ ହସ୍ପିଟାଲକୁ ଆପଣ ଚାଲିଯାଆନ୍ତି ଏବଂ ଯଦି ସେ ହସ୍ପିଟାଲଟି ଗଭର୍ଣ୍ଣମେଣ୍ଟ ସହିତ ଯଦି ଚୁକ୍ତି ହୋଇନଥିବ ଆୟୁଷ୍ମାନ ଯୋଜନା ଅଣ୍ଡରରେ, ତାହେଲେ ଆପଣ ଯଦି ସେ ହସ୍ପିଟାଲରେ ନିଜର ଟ୍ରିଟମେଣ୍ଟ କରନ୍ତି ତାହେଲେ ଆପଣଙ୍କୁ ଯେଉଁ ଆୟୁଷ୍ମାନ ଭାରତ ଯୋଜନାର ଯେଉଁ 5 ଲକ୍ଷ ପର୍ଯ୍ୟନ୍ତ ଏକ୍ସପେନ୍ସ ବା ଖର୍ଚ୍ଚକୁ ଯେଉଁ ସରକାର ବହନ କରନ୍ତି ସେ ଫେସିଲିଟିଟି ଆପଣଙ୍କୁ ମିଳିବ ନାହିଁ। ତ ସେଥିପାଇଁ ଆପଣ କ'ଣ କରିବାକୁ ପଡ଼ିବ ନା ଆପଣ ଯେଉଁ ବି ହସ୍ପିଟାଲକୁ ଭିଜିଟ୍ କରିବେ ତା ପୂର୍ବରୁ ଆପଣ ଚେକ୍ କରିନିଅନ୍ତୁ ଯେ ଆପଣ ଯେଉଁ ହସ୍ପିଟାଲଟିକୁ ଯାଉଛନ୍ତି ସେ ହସ୍ପିଟାଲରେ ଆପଣଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଣ୍ଡରରେ ସେ ହସ୍ପିଟାଲଟି ଆସୁଛି କି ନାହିଁ ଏବଂ ଯଦି ଆପଣ ସେଠି ଆଡମିଟ୍ ହୁଅନ୍ତି ତାହେଲେ ଆପଣଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ବେନିଫିଟ୍ ପାଇପାରିବେ କି ନାହିଁ ସେ ସବୁ ଡିଟେଲ୍ସ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମେ କ'ଣ କରୁଛୁ ନା ଆମେ ଆମ ଚ୍ୟାନେଲରେ ଗୋଟେ ଭିଡ଼ିଓ ଆଣିଦେଇଛୁ ଯେଉଁଥିରେ କି ଆପଣ କିପରି ସର୍ଚ୍ଚ କରିପାରିବେ ନିଜ ଘରେ ରହିକିରି ଯେ ଆପଣ କେଉଁ ହସ୍ପିଟାଲକୁ ଗଲେ ଆପଣଙ୍କୁ ଫ୍ରିରେ ଆୟୁଷ୍ମାନ ଭାରତ ଯୋଜନା ଅଣ୍ଡର ସ୍କିମ୍ ଅଣ୍ଡରରେ ଆପଣଙ୍କୁ ଟ୍ରିଟମେଣ୍ଟ ମିଳିପାରିବ। ସେ ସବୁ ଯଦି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏ ଭିଡ଼ିଓର କମେଣ୍ଟ ସେକ୍ସନରେ ମଧ୍ୟ ଆମେ ସେ ଭିଡ଼ିଓର ଲିଙ୍କଟି ସେୟାର କରିଦେଇ ଆପଣ ସେ ଲିଙ୍କଟିକୁ ଓପେନ୍ କରିକି ନିଶ୍ଚୟ ଚେକ୍ କରନ୍ତୁ ଯେ ଆପଣ ଯେଉଁ ହସ୍ପିଟାଲଟିକୁ ଯାଉଛନ୍ତି ସେ ହସ୍ପିଟାଲରେ ଆପଣଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଣ୍ଡରରେ ଆପଣଙ୍କୁ ବେନିଫିଟ୍ ମିଳିବ କି ନାହିଁ।